ओम नमो भगवते श्री अरविंदाय। ओम आनंदमयी चैतन्यमयी सत्यमयी परमे। मा डाक डाक रे मानस मा बोली डाक। ମା ନାମ ଦେବ ସରଗ ସମ୍ପଦ ଏତିକି ଭରସା ରଖ। ଦୁଃଖ କର ନାହିଁ ଧ୍ୟାନ ଆସୁନାହିଁ ପୂଜା ବିଧି। ଯଜ୍ଞ ଲୋଡ଼ା ନାହିଁ ଦାନ ଲୋଡ଼ା ନାହିଁ ମା ନାମ ଲାବଣ୍ୟ ନିଧି। ମା ନାମ ଲାବଣ୍ୟ ନିଧି। ଆମେ ଶ୍ରୀ ଅରବିନ୍ଦଙ୍କ ବିରଚିତ ଗୀତା ନିବନ୍ଧମାଳା ଗ୍ରନ୍ଥର ପରମ ରହସ୍ୟ ଶୀର୍ଷକ ବିଷୟ ସମ୍ପର୍କରେ ଆଲୋଚନା କରୁଥିଲେ। ଆଜି ସେ ସମ୍ପର୍କରେ ଆଉ ଅଧିକ କିଛି ଆଲୋଚନା କରିବା। ଶ୍ରୀ ଅରବିନ୍ଦ ଏଠାରେ କହୁଛନ୍ତି, ଯେତେବେଳେ ଆମ୍ଭେମାନେ ଆମମାନଙ୍କର ଅନ୍ତରତମ ସତ୍ତା ସହିତ ସଂଯୋଗ ସ୍ଥାପନ କରୁ, ସେତେବେଳେ ଆମେମାନେ ଜାଣିପାରୁ ଯେ ଆମମାନଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ମଧ୍ୟରେ ସେହି ଏକ ଆତ୍ମା ଓ ଭଗବାନ ରହିଛନ୍ତି। ବୁଝିବା ଯେ ଆମେ ଯେତେବେଳେ ଭିତରକୁ ଯାଉ, ଗଭୀରତମ ଗଭୀରତାରେ ପହଞ୍ଚୁ, ସେତିକି ବେଳେ ଆମେ ଜାଣିପାରୁ ଯେ ଆମେ ଏକ ଆତ୍ମା ଏବଂ ଆମ ଭିତରେ ଭଗବାନ ଆମକୁ ଧରି ରଖିଛନ୍ତି। ଏତିକି ଜାଣିଲେ ଅନ୍ୟମାନଙ୍କର ଆତ୍ମା ସମ୍ପର୍କରେ ଆମେ ଜାଣିପାରୁ। ଅନ୍ୟ ଦିଗରୁ କହିଲେ, ଆତ୍ମଜ୍ଞାନ ଆସିଲେ ଅନ୍ୟମାନଙ୍କ ପାଖରେ ଯେ ଆତ୍ମା ରହିଛନ୍ତି, ଏହି ଜ୍ଞାନ ଅବଶ୍ୟ ଆସିବ। ଜଣେ ସାଧକ ମାଙ୍କୁ ପଚାରିଲେ, କହିଲେ, ମା, ହ୍ୱାଟ୍ ଆମ୍ ଆଇ? ମୁଁ କିଏ? କ'ଣ ମୁଁ? ମା କହିଲେ, ଆଉଟୱାର୍ଡଲି ୟୁ ଆର୍ ଏ ଚାଇଲ୍ଡ ହୁ ଇଜ୍ ଅନକନସସ୍ ଟ୍ରାଇଂ ଟୁ ବିକମ୍ କନସସ୍। ଇନୱାର୍ଡଲି ୟୁ ଆର୍ ଆନ୍ ଇଟର୍ନାଲ୍ ସୋଲ୍ ଟ୍ରାଇଂ ଟୁ ମ୍ୟାନିଫେଷ୍ଟ ଇଟସେଲ୍ଫ ଇନ୍ ଏ ବଡି। ତମେ ବାହାରେ ଦେଖିଲେ ଜଣେ ଶିଶୁ ଯିଏକି ଅଚେତନ ଅବସ୍ଥାରେ ରହିଛି ଆଉ ସଚେତନତା ଆଡ଼କୁ ଯିବାକୁ ଚେଷ୍ଟା କରୁଛି। ଭିତରୁ ଦେଖିଲେ ତମେ ଏକ ଆତ୍ମା ଯିଏକି ପ୍ରକାଶିତ ହେବାକୁ ଚାହୁଁଛନ୍ତି ତୁମ ଶରୀରରେ ବା ତୁମର ବହିର୍ସତ୍ତାରେ। ଅତଏବ ଆମେ ଜାଣିଲେ ଯେ ଆମେ ଅନ୍ତଃସତ୍ତାରେ ଏକ ଆତ୍ମା, ଯାହା ସହିତ ଯୋଗସୂତ୍ର ରଖିବାକୁ ଆମେ ଆସିଛୁ, ଯାହାଙ୍କର ଜ୍ଞାନ ପାଇବାକୁ ଆମେ ଆସିଛୁ। ପୁଣି ପଢ଼ିବା, ବିଶ୍ୱ ପ୍ରକୃତି ତାଙ୍କର କାର୍ଯ୍ୟ କରେ, ତାଙ୍କୁ ପ୍ରକାଶ କରେ। ଆମ୍ଭେମାନେ ନିଜେ ଏଇ ଆତ୍ମାର ହିଁ ଆତ୍ମା, ଏଇ ସତ୍ତାର ହିଁ ସତ୍ତା। ଆମ୍ଭମାନଙ୍କ ଶରୀର ତାଙ୍କ ପ୍ରତିଭୂ ସ୍ୱରୂପ, ତାଙ୍କରି ବିଗ୍ରହ। ଆମମାନଙ୍କର ଜୀବନ ତାଙ୍କରି ଜୀବନ ଛନ୍ଦର ଗୋଟିଏ ଗତିଧାରା। ଆମମାନଙ୍କର ମନ ତାଙ୍କର ଚେତନାର ଗୋଟିଏ କୋଷ। ଆମମାନଙ୍କର ଇନ୍ଦ୍ରିୟ ରାଜି ତାଙ୍କର ହିଁ ଯନ୍ତ୍ର। ଆମମାନଙ୍କର ଭାବାବେଗ ଓ ଇନ୍ଦ୍ରିୟାନୁଭୂତି ସକଳ ତାଙ୍କର ହିଁ ଆତ୍ମାନନ୍ଦର ଅନ୍ୱେଷଣ। ଆମମାନଙ୍କର ସକଳ କର୍ମ ତାଙ୍କରି ଉଦ୍ଦେଶ୍ୟ ସାଧନର ପ୍ରଣାଳୀ। ଯିଏ ଆମ ଭିତରେ ଅଛନ୍ତି, ବିଶ୍ୱ ପ୍ରକୃତି ତାଙ୍କରି ପ୍ରକାଶ କରିବାକୁ ଚାହୁଁଛନ୍ତି। ବିଶ୍ୱ ପ୍ରକୃତି କ୍ରିୟାଶୀଳ ହେଇ ଜଡ଼ରୁ ପ୍ରାଣ ସୃଷ୍ଟି କଲେ। ସେହି ବିଶ୍ୱ ପ୍ରକୃତି କ୍ରିୟାଶୀଳ ହୋଇ ପ୍ରାଣରୁ ମନ ସୃଷ୍ଟି କଲେ ଏବଂ ସେ ଚାହୁଁଛନ୍ତି ଭଗବାନଙ୍କର ଲୀଳାକୁ ପ୍ରକଟିତ କରିବା ପାଇଁ, ଯାହାକୁ ଆମେ ବିଶ୍ୱ ଯୋଜନା ବୋଲି କହୁଛୁ, ଡିଭାଇନ୍ ପ୍ଲାନ୍ ବୋଲି କହୁଛୁ।
ତେଣୁ ଆମେମାନେ ନିଜେ ଏଇ ଆତ୍ମାର ହିଁ ଆତ୍ମା। ତେଣୁ ଆତ୍ମା ଅର୍ଥ ଆମେ ସେଇ ଆତ୍ମାର ଅଂଶ ବିଶେଷ, ଆମେ ତାଙ୍କରି ସେଇ ସତ୍ତାଙ୍କର ସତ୍ତା। ଆମର ଶରୀର ତାଙ୍କରି ବିଗ୍ରହ, ଅର୍ଥ ତାଙ୍କ ଶରୀର ହେଉଛି ବିଶ୍ୱ ଶରୀର, ବିଶ୍ୱ ଜଡ଼। ଆମ ଶରୀର ତାଙ୍କ ଶରୀରର ଶରୀର, ଅର୍ଥ ତାଙ୍କରି ଶରୀରର ଅଂଶ ବିଶେଷ। ଆମ ପ୍ରାଣ ମଧ୍ୟ ତାଙ୍କରି ପ୍ରାଣ, ସେ ବିଶ୍ୱ ପ୍ରକୃତିଙ୍କର ପ୍ରାଣ, ବିଶ୍ୱ ପ୍ରକୃତିଙ୍କର ମନ, ବିଶ୍ୱ ପ୍ରକୃତିଙ୍କର ଶରୀରର ଆମ ମନ ପ୍ରାଣ ଶରୀର ଅଙ୍ଗ ବିଶେଷ। ତେଣୁ ଆମର ଯେତେ ଇନ୍ଦ୍ରିୟ ରାଜି ସବୁ ତାଙ୍କରି ପରିପ୍ରକାଶ। ବିଶ୍ୱ ପ୍ରକୃତି ଇନ୍ଦ୍ରିୟ ମାଧ୍ୟମରେ ଆମକୁ ଜ୍ଞାନ ଦେଇ ଆତ୍ମଜ୍ଞାନ ଆଡ଼କୁ ନେବାକୁ ଚାହାନ୍ତି, କିନ୍ତୁ ଆମେ ଆତ୍ମଜ୍ଞାନରେ ପହଞ୍ଚି ପାରୁନା। କେବଳ ଇନ୍ଦ୍ରିୟ ଲବ୍ଧ ଜ୍ଞାନରେ ରହି ଜୀବନ ବିତାଉ। ତାର କାରଣ ହେଉଛି ଆମକୁ ଅହଂ ଆତ୍ମଜ୍ଞାନ ସହିତ ପରିଚିତ କରାଏ ନାହିଁ, ବରଂ ବାଧକ ହୁଏ, ବାଧା ସୃଷ୍ଟି କରେ। ମା'ଙ୍କର ଗୋଟିଏ ବାଣୀ ଏହିପରି, କେତେବେଳେ କିପରି ଭାବରେ ଅହଂର ସୃଷ୍ଟି ହେଲା ଏବଂ ଅହଂର ଦରକାର ଥିଲା ଆଉ ପୁଣି ଦରକାର ନାହିଁ, ସେହି ପ୍ରସଙ୍ଗରେ ମା କହନ୍ତି, when humanity was first created, the ego was the unifying element. It was around the ego that the different states of being were grouped. But now that the worth of superhumanity is being prepared, the ego has to disappear and give way to the psychic being. तार अर्थ है, जेतेबेले मनीष जाति प्रथमे सृष्टि हैला सेतेबेले अहं एक एकत्वकारी उपादान होई रहिथिला। अहंर चतुर्पार्श्वरे सत्तार जावतीय अवस्था को गुंथि रखा जाइथिला। मात्र वर्तमान जेतेबेले अतिमानसर जन्म लगी प्रस्तुति आरंभ होई गलाणी, सेतेबेले अहं को अंतर्हित हेबाकू पड़िबो एवं चैत्य सत्ता लगी बाट छाड़ी देबाकू पड़िबो। ए बाणी को टिके बुझिबा। कहला जेतेबेले प्राणीरू मनीष सृष्टि हैला, ताकू अहं रूपक गोटे उपादान बा विभव ताकू दियागला मन माध्यम रे। ताहा दरकार थिला, कारण अहं को केंद्र करी से केवल बंचिब नहीं, समृद्धि मध्य पाइब, अभिवृद्धि करिब, नहेले से अग्रगति करि पारिब नाही पार्थिव स्तर रे मध्य, भौतिक स्तर रे मध्य। अतएव दरकार थिला अहं, प्राणीर अहं नाही। मनीष जेतेबेले सृष्टि हैला अहं ता भितरे दियागला, दरकार थिला बोली। मात्र से ह्यूमैनिटीर स्टेज चली गलानी। वर्तमान जो 1950 मसीहारू जो नुआ चेतना आसी पहुँची जाइछि कारण जगत रे ओ कार्य जगत रे, ताहा क्रियाशील हेबाकू चाहूची ओ केतेकांशरे करूची, सेतेबेले आउ तार दरकार नहीं। ता माने सुपर ह्यूमैनिटी होची गोटे न्यू वर्ल्ड र कथा, ह्यूमैनिटी ओल्ड वर्ल्ड र कथा। माँ श्री अरविंद आसीबा फलरे, दीर्घ कठोर साधना करिबा फलरे
आउ गोटे स्पेसीज पाई जो कॉन्शसनेस दरकार सुपर माइंड कॉन्शसनेस ताकू आनिले। अतएव 1950 मसीहा पर्यंत बा माँ श्री अरविंदर जन्म पूर्वरु श्री अरविंदर जन्म है 1872, माँ का जन्म है 1878। तार पूर्वरु जहाँ चली से बदलिला। वर्तमान जो कथा माँ श्री अरविंदर पाठरे पढ़ा हुए से ओल्ड वर्ल्ड कथा पढ़ा हुए नी। जो माने सेते भाग्यवान से माने न्यू वर्ल्ड कथा शुणती। कारण न्यू वर्ल्ड जो चेतना से चेतना क्रियाशील होबाकू आरंभ कलानी। माध्यम से खोजुचंती से न्यू वर्ल्ड प्रकाशित होबाकू। जो माने से कथा शुणिबाकू पढ़िबाकू जानिबाकू आग्रह प्रकाश करुछंती बुझिबाकू हबो जे सेमानंकर से सामर्थ्य टिके आसिलाणी। माँ कहउछंती जे न्यू वर्ल्ड इज बॉर्न बॉर्न बॉर्न। दोज हु वांट टू कीप ए प्लेस इन इट दे शुड प्रिपेयर देमसेल्व्स। जे नुआ पृथ्वीर नागरिक हबाकू चाहे से निजकू प्रस्तुत करिवो। पुराणा पृथ्वीर छांचरे साधन प्रणाली रे नुआ पृथ्वी गठित हब नाही। अर्थ दान द्वारा यज्ञ द्वारा तीर्थ भ्रमण द्वारा वैराग्य द्वारा नुआ पृथ्वी गठित हब नाही। ये होची पुराणा पृथ्वीर व्यवस्था। नुआ पृथ्वीर व्यवस्था ताले कौन? अभिप्सा, प्रत्याख्यान, समर्पण, विश्वास, श्रद्धा, ये सब होची नुआ पृथ्वी पाई कि निजको प्रस्तुत करिवार विधि व्यवस्था। तेणु विश्व प्रकृति वर्तमान नुआ पृथ्वी गढ़िबा पाई निर्देश पाई सारिलाणी भगवान ठारू। अर्थ नुआ जुगर अवतारंक ठारू माँ श्री अरविंदर ठारू विश्व प्रकृति निर्देश पाई सारिलाणी, आदेश पाई सारिलाणी प्रस्तुत करने को ह्यूमन मानव जाति को। जो माने एथिप्रति सचेतन बा से डाक जो माने शुणी पारुचंती सेई माने अल्प परिश्रम रे अधिक लाभ पाई पारिबे। कारण वर्तमान विश्व प्रकृतिर आह्वान माध्यम रे आसुची गोटे सुवर्ण समय। जो माने ए डाक विश्व प्रकृतिर ये जो आह्वान शुणी न पारिबे, जानी शुणी मध्य न शुणिबे, सेमानकर महती विनष्टि बोलिकरी माँ कहउछंती। आत्मभरिता वसस्त आममानकर स्वाधीनता गोटे छाया मात्र। आममानकर अज्ञ अवस्था स्वाधीनता एक निर्देश बा आभास मात्र। कि जितेबाला आम मैंने तांको निजको जानीपारू सेतेबेले ताहा हुए तांकर अक्षय स्वाधीनतार एक अंश कार्यकारी प्रणाली। प्रकृत में आम एपर्यंत ह्यूमैनिटी स्वाधीन होई नाही। से कहार अधीन होइक अछि? अहंग्र अधीन होइक अछि। केतेबेले स्वाधीन हब ना चैत्य सत्तार आविष्कार हेले। चैत्य सत्तार आविष्कार हेउछि प्रथम क्राइटेरिया नुआ पृथ्वीर। नुआ पृथ्वी रे जे रहिबाकू चाहिबो, जे नागरिक हबाकू चाहिबो, से प्रथम कामटी होछि चैत्य सत्तार आविष्कार पाई कि आग्रह प्रकाश करिवो। तेणु तांकू आमे तो तांकू जानी पारू। अर्थ से चैत्य सत्ता ही भगवान आम भितर जे अछंती तांकू जेतबेले आमे जानी पारू
ସେତେବେଳେ ଆମର ସ୍ୱାଧୀନତା ଆସେ, ଅର୍ଥ ଅହଂ ସେତେବେଳେ ଆଉ ନଥାଏ। ଚୈତ୍ୟ ସତ୍ତାଙ୍କର ଆବିଷ୍କାରରେ ଅହଂର ରୂପାନ୍ତର ଘଟି ଯାଇଥାଏ। ଫଳରେ ଆମର ସ୍ୱାଧୀନତା ଆସିଥାଏ। ଆମମାନଙ୍କର କର୍ତ୍ତୃତ୍ୱ ତାଙ୍କର କ୍ରିୟାଶୀଳ ଶକ୍ତିର ପ୍ରତିଛାୟା, ଆମମାନଙ୍କର ସର୍ବୋତ୍କୃଷ୍ଟ ଜ୍ଞାନ ତାଙ୍କ ଜ୍ୟୋତିର ଏକ ଅଂଶ ମାତ୍ର। ତେଣୁ ତାଙ୍କରି ଜ୍ୟୋତିର ଆମେ ଜ୍ୟୋତି ବୋଲି, ତାଙ୍କରି ଅଙ୍ଗର ଆମେ ଅଙ୍ଗ ବୋଲି, ତାଙ୍କରି କ୍ରିୟାର ଆମେ ଏକ କ୍ରିୟା ବୋଲି ସେତେବେଳେ ବୁଝିପାରିବୁ ଯେତେବେଳେ ଆମେ ସ୍ୱାଧୀନ ହେବୁ। ଆମମାନଙ୍କର ଆତ୍ମାର ଉଚ୍ଚତମ ଓ ସର୍ବାପେକ୍ଷା ଶକ୍ତିଶାଳୀ ସଂକଳ୍ପ ସେହି ବିଶ୍ୱନିୟନ୍ତା ଓ ବିଶ୍ୱାତ୍ମାଙ୍କର, ସର୍ବଭୂତରେ ବିରାଜିତ ସେହି ପରମାତ୍ମାଙ୍କ ସଂକଳ୍ପର ପରିକଳ୍ପନା ଓ ବାର୍ତ୍ତାବହ। ବୁଝିବା, ଆମେ ଯେତେବେଳେ ଆମର ଆତ୍ମାର ଯେ ସର୍ବାପେକ୍ଷା ଶକ୍ତିଶାଳୀ ସମ୍ପର୍କ ପରମାତ୍ମାଙ୍କ ସହିତ ସମ୍ପର୍କ ସ୍ଥାପନ କରି ଏକ ନୂତନ ବିଶ୍ୱ ଗଠନ କରିବା ବା ଗୋଟେ ନୂଆ ଜାତିର ନିର୍ମାଣ କରିବା। ସେଇଥିପାଇଁ ମା କହୁଛନ୍ତି ଯେ ଯେଉଁମାନେ ଏହି ସମୟରେ ପୃଥିବୀ ପୃଷ୍ଠରେ ରହିବାକୁ ଦରଖାସ୍ତ କରିଥିଲେ ଆଉ ମୁଁ ତାଙ୍କୁ ଟିକ୍ ମାରି ଦେଇଥିଲି, ସେଇମାନେ ହିଁ ବର୍ତ୍ତମାନ ପୃଥିବୀରେ ଅଛନ୍ତି ଓ ମୋ କଥା ଶୁଣିବାକୁ, ଜାଣିବାକୁ, ଟିକେ ବୁଝିବାକୁ ସେମାନଙ୍କର ଆଗ୍ରହ ଆସୁଛି। 150 ବର୍ଷ ତଳେ ବା 200 ବର୍ଷ ତଳେ ଏ ସୁଯୋଗ ନଥିଲା, ନୂଆ ଗୋଟେ ପୃଥିବୀ ତାର ପରିକଳ୍ପନା ମଧ୍ୟ ନଥିଲା। ଏପର୍ଯ୍ୟନ୍ତ ମଧ୍ୟ ଏଇ ଶବ୍ଦର ଅର୍ଥ ସମସ୍ତେ ବୁଝିବାକୁ ସମର୍ଥ ହେବେ ନାହିଁ। ନୂଆ ଆସିବାକୁ ଚାହିଁଲାରୁ ସ୍ଥିତିଶୀଳ ଯେଉଁ ଗୋଟିକା ଥିଲା ତାହା ପୁରୁଣା ହେବାକୁ ବାଧ୍ୟ ହେଲା। ଯେତେବେଳେ ପର୍ଯ୍ୟନ୍ତ ନୂଆ ଆସିନଥିଲା ସେତେ ପର୍ଯ୍ୟନ୍ତ ଏ ପୁରୁଣା ମଧ୍ୟ ନୂଆ ହେଇ ଚାଲିଥିଲା। ସର୍ବଭୂତରେ ବିରାଜିତ ପରମାତ୍ମାଙ୍କ ସଂକଳ୍ପର ପରିକଳ୍ପନା ଓ ବାର୍ତ୍ତାବହ। ତେଣୁ ଆମେ ସେତେବେଳେ ବାର୍ତ୍ତାବହ ହୋଇପାରିବା, ନୂଆ ଚେତନାର, ନୂଆ ଜଗତର ନାଗରିକ ହେବା ପାଇଁ ଆମେ ସମର୍ଥ ହୋଇପାରିବା। ସର୍ବଭୂତର ହୃଦୟରେ ଅଧିଷ୍ଠିତ ପରମେଶ୍ୱର ଆମମାନଙ୍କର ଅଜ୍ଞାନ ଅବସ୍ଥାରେ ଆମମାନଙ୍କର ବହିର୍ମୁଖୀ ଓ ଅନ୍ତର୍ମୁଖୀ କର୍ମଧାରାରେ ଏହି ନିମ୍ନତନ ପ୍ରକୃତିର ମାୟା ଦ୍ୱାରା ଯନ୍ତ୍ର ପୁତ୍ତଳିକା ତୁଲ୍ୟ ଆମମାନଙ୍କୁ ପରିଚାଳିତ କରୁଛନ୍ତି। ସେ ଆତ୍ମା ଆମ ଭିତରେ ରହି ଜ୍ଞାନ ମାଧ୍ୟମରେ ହେଉ କି ଅଜ୍ଞାନତାର ମାଧ୍ୟମରେ ହେଉ ପରିଚାଳନା ହିଁ କରୁଛନ୍ତି, କିନ୍ତୁ ଆମେ ସେ ଆତ୍ମାଙ୍କର ସନ୍ଧାନ ବା ସ୍ପର୍ଶ ବା ତାଙ୍କର ଆବିଷ୍କାର ଏପର୍ଯ୍ୟନ୍ତ କରିନାହୁଁ। ସେ ପ୍ରଚ୍ଛଦ ପଟରେ ରହି, ସୂକ୍ଷ୍ମ ଭାବରେ ରହି ଆମକୁ ଚଳଉଛନ୍ତି, କିନ୍ତୁ ଯିଏ ଆମକୁ ପ୍ରକୃତରେ ଚଳଉଛନ୍ତି, ଯିଏ ଆମର ଅସଲ ମାଲିକ, ଆମେ ତାଙ୍କୁ ଏପର୍ଯ୍ୟନ୍ତ ଦେଖିନାହୁଁ, ଜାଣିନାହୁଁ। ଯିଏ ପ୍ରକୃତ ମାଲିକ ନୁହେଁ, ଆମେ ତାକୁ ଆମ ରାଜ୍ୟର, ଶରୀର ରାଜ୍ୟର, ମନ ରାଜ୍ୟର, ପ୍ରାଣ ରାଜ୍ୟର ମାଲିକ ବୋଲି କହୁଛୁ। ସେ ଆଉ କେହି ନୁହେଁ, ସେ ଅହଂ। ଯେଉଁ କଥା ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ରହିଛି 18 ଅଧ୍ୟାୟରେ, ଈଶ୍ୱରଃ ସର୍ବଭୂତାନାଂ ହୃଦ୍ଦେଶେ ଅର୍ଜୁନ ତିଷ୍ଠତି ଭ୍ରାମୟନ୍ ସର୍ବଭୂତାନି ଯନ୍ତ୍ରରୂଢ଼ାନି ମାୟୟା। ତାର ଅର୍ଥ ହେଲା, ଶ୍ରୀକୃଷ୍ଣ କହୁଛନ୍ତି, ହେ ଅର୍ଜୁନ, ଅନ୍ତର୍ଯ୍ୟାମୀ ଈଶ୍ୱର ସମସ୍ତ ଜୀବଙ୍କର ହୃଦୟରେ ରହି ନିଜର ମାୟା ଶକ୍ତି ଦ୍ୱାରା ଯନ୍ତ୍ରସ୍ଥ ପୁତ୍ତଳିକା ପରି ଚଳାଉଛନ୍ତି। ପ୍ରତ୍ୟେକଙ୍କୁ ସିଏ ହିଁ ଚଳାଉଛନ୍ତି। ଗୋଟେ କଣ୍ଢେଇ ନାଟ ଭଳିଆ ସେ ନଚେଇ ନଚେଇ ନେଉଛନ୍ତି। କଣ୍ଢେଇ ନାଟ ବେଳେ ଯିଏ ପ୍ରକୃତରେ ନାଟ କରାଏ, ମାନେ ଯିଏ କରୁଛି, ସେ କଣ୍ଢେଇକି ନଚଉଛି, ତାଙ୍କୁ କେହି ଦେଖିପାରନ୍ତି ନାହିଁ। କଣ୍ଢେଇ ମାନେ ନାଚିଲା କେବଳ ଦେଖନ୍ତି। ସେମିତିକା ଏ ସମସ୍ତ ଯେଉଁ ସୃଷ୍ଟିର ଯେତେ ଯେତେ ଚଳଚଞ୍ଚଳତା, ତାର ପ୍ରଚ୍ଛଦ ପଟରେ ସେ ରହିଛନ୍ତି, ଆତ୍ମା ରହିଛନ୍ତି ସୂକ୍ଷ୍ମ ଭାବରେ,
ଏବଂ ସିଏ ହିଁ ସମସ୍ତଙ୍କୁ ଚଳାଉଛନ୍ତି, ସମସ୍ତଙ୍କ ହୃଦଦେଶରେ ସିଏ ଅଛନ୍ତି। ହେ ଅର୍ଜୁନ, ତୁମେ ତାଙ୍କୁ ପାଇବାକୁ ଚେଷ୍ଟା କର। ଆମମାନଙ୍କର ବହିର୍ମୁଖୀ ଓ ଅନ୍ତର୍ମୁଖୀ କର୍ମଧାରାରେ ଏହି ନିମ୍ନତନ ପ୍ରକୃତିର ମାୟା ଦ୍ୱାରା ଯନ୍ତ୍ର ପୁତ୍ତଳିକା ଦ୍ୱାରା ଆମକୁ ପରିଚାଳିତ କରୁଛନ୍ତି, ଯାହାକୁ ଆମେ ଭାଗବତରେ କୁହାହେଉଛି ଯେ ତ୍ରିଗୁଣ ରଜ୍ଜୁ ହସ୍ତେ ଧରି ମୃଗୀ ନଚାଏ ନର ହରି। ଅଜ୍ଞାନ ତିମିରରେ ଅଥବା ଜ୍ଞାନର ଆଲୋକ ମଧ୍ୟରେ ଅବସ୍ଥିତ ଥିଲେ ସୁଦ୍ଧା ଆମମାନେ ଆମମାନଙ୍କ ମଧ୍ୟରେ ବିରାଜିତ, ଏହି ଜଗତ ମଧ୍ୟରେ ବିରାଜିତ ସେହି ପରମେଶ୍ୱରଙ୍କ ନିମନ୍ତେ ଜୀବନ ଧାରଣ କରୁ। ଆମେ ଅଜ୍ଞାନତାରେ ଥାଉ କି ଜ୍ଞାନାଲୋକରେ ଥାଉ, ଆମେ ପ୍ରକୃତରେ ତାଙ୍କରି ପାଇଁ ହିଁ ରହିଛୁ। ଆମେ ଜାଣୁ ବା ନ ଜାଣୁ, ଆମେ ଆମ ପାଇଁ ନାହୁଁ, ଆମେ ଭଗବାନଙ୍କ ପାଇଁ ଅଛୁ। ଭଗବାନ ଆମ ଭିତରେ ରହି ଆମକୁ ମାଧ୍ୟମ କରି ସିଏ ହିଁ ତାଙ୍କ ଲୀଳା ବିସ୍ତାର କରିବାକୁ ଚାହାନ୍ତି। ପ୍ରକୃତରେ ସିଏ ହିଁ ଚଳାନ୍ତି, ଆମେ ଜ୍ଞାନରେ ଥିଲେ ବି ଅଜ୍ଞାନରେ ଥିଲେ ବି। ସେ ଭୁଲ କାମ କଲାବେଳେ ବି ଆମ ଭିତରେ ଥାଆନ୍ତି, ଠିକ୍ କାମ କଲାବେଳେ ମଧ୍ୟ ଆମ ଭିତରେ ଥାଆନ୍ତି। କେତେବେଳେ ସେ ଆମକୁ ଛାଡ଼ି ଚାଲିଯାଆନ୍ତି ନାହିଁ। ଏହି ଜ୍ଞାନ ଏବଂ ଏହି ସତ୍ୟ ମଧ୍ୟରେ ସଚେତନ ଭାବରେ ଜୀବନଯାପନ କରିବା ଦ୍ୱାରା ହିଁ ଆମମାନେ ଅହଂରୁ ମୁକ୍ତ, ମାୟାର ବନ୍ଧନରୁ ନିଷ୍କୃତି ପ୍ରାପ୍ତ ହେଉ। ଅନ୍ୟ ସକଳ ଶ୍ରେଷ୍ଠତମ ଧର୍ମ ଏହି ଧର୍ମ ନିମିତ୍ତ କେବଳ ପ୍ରସ୍ତୁତି ମାତ୍ର ଏବଂ ସକଳ ଯୋଗ ସାଧନା କେବଳ ଏକ ଉପାୟ ମାତ୍ର, ଯାହାଦ୍ୱାରା ଆମମାନେ ଆମମାନଙ୍କର ସତ୍ତାର ପ୍ରଭୁଙ୍କ ସହିତ, ଆମମାନଙ୍କର ସତ୍ତାର ଅନ୍ତର୍ପୁରୁଷ ଓ ଆତ୍ମା ସହିତ ପ୍ରଥମେ କୌଣସି ପ୍ରକାର ମିଳନରେ ଉପନୀତ ହେଉ ଏବଂ ପରିଶେଷରେ ପୂର୍ଣ୍ଣ ଜ୍ୟୋତିର ଆଧାର ହୋଇପାରିଲେ ତାଙ୍କ ସହିତ ସମଗ୍ର ଭାବରେ ଯୁକ୍ତ ହେଉ। ବୁଝିବା କଥା ଯେ ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ଜ୍ଞାନ ଆଉ ସତ୍ୟ, ପ୍ରକୃତରେ ଆମେ ଯଦି ସଚେତନ ଭାବରେ ଜୀବନଯାପନ କରୁ, ସଚେତନ ଭାବରେ ଅର୍ଥ ନିଜେ ଆତ୍ମବିଶ୍ଳେଷଣ କରି ଯଦି ଜୀବନଯାପନ କରୁ, ଆମେ ଅନ୍ଧ ଭାବରେ ନୁହେଁ, ପ୍ରବୃତ୍ତି ଦ୍ୱାରା ନୁହେଁ, ସଚେତନତା ଦ୍ୱାରା ମୁଁ କିଏ, ମୁଁ କ'ଣ କରିବା ଉଚିତ, ମୁଁ କେଉଁଠିକି ଯିବି, କେଉଁଠୁ ଆସିଲି, ଏମିତି ପ୍ରଶ୍ନ ଯଦି ଆମ ଭିତରେ ଆସି ଆମେ କର୍ମ ସମ୍ପାଦନ କରୁ, ତାହେଲେ ଜୀବନରେ ଆମେ ଅହଂରୁ ମୁକ୍ତ ହେଉ। ଅହଂ ସତରେ କମିଯିବ ଯଦି ଜଣେ ଆତ୍ମସଚେତନ ହେବ। ଆତ୍ମଜ୍ଞାନ ବହୁ ଦୂର କଥା, ପ୍ରଥମ କଥା ହେଉଛି ଆତ୍ମସଚେତନ, ଆତ୍ମବିଶ୍ଳେଷଣ। ଶ୍ରୀ ଅରବିନ୍ଦ କହୁଛନ୍ତି ଯେ ପୂର୍ଣ୍ଣ ଯୋଗର ମୂଳ ଏକେବାରକେ ମୂଳ କଥାଟି ହେଉଛି ସେଲ୍ଫ ଆନାଲିସିସ୍। ଭୁଲ କଲି କି ଠିକ୍ କଲି, ଏଇଟା ଭୁଲ ହେଲା ଠିକ୍ ହେଲା, କ୍ରୋଧ କି ଈର୍ଷା କି ହିଂସା କି, ଏସବୁ କଥାକୁ ବିଶ୍ଳେଷଣ କରିବାର ଅଛି। ହେଲେ ଏ ଯେଉଁ ଆତ୍ମସଚେତନତା ଆଗ ଆସିବା ଦରକାର। ଅହଂରୁ ମୁକ୍ତ ହେବାର ସେ ଗୋଟେ ବାଟ। ଆତ୍ମସଚେତନ ଜଣେ ଯେତିକି ହେଉଥିବ, ଅହଂରୁ ସେତିକି ସେ ମୁକ୍ତ ହେଇ ଆସୁଥିବ। ଅନ୍ୟ ସକଳ ଶ୍ରେଷ୍ଠତମ ଧର୍ମ ଏବଂ ଧର୍ମ ନିମିତ୍ତ କେବଳ ପ୍ରସ୍ତୁତି ମାତ୍ର। ଆଉ ଯାହା ଧର୍ମ କହିଲେ ଏଠି ସମ୍ପ୍ରଦାୟ ନୁହେଁ, ତା'ର ଦେହଗତ, ପ୍ରାଣଗତ, ମନଗତ ଯେଉଁ ଧର୍ମ, ତା'ର ସ୍ୱଧର୍ମ ଯାହା ଥିବ, ସେ ସବୁ କଥା ଗୁଡ଼ିକ ସେ ଖାଲି ପ୍ରସ୍ତୁତି ମାତ୍ର ହେଇ ରହିବ ଆତ୍ମଜ୍ଞାନ ଲାଭ ନିମନ୍ତେ। ଅର୍ଥ ପ୍ରତ୍ୟେକ ବ୍ୟକ୍ତିର ସ୍ୱଧର୍ମ ସ୍ୱଭାବ ଭିନ୍ନ ହେଲେ ମଧ୍ୟ ସେଇ ବାଟ ଦେଇ ଆତ୍ମଜ୍ଞାନ ଲାଭ କରିବା ପାଇଁ ସୁଯୋଗ ମିଳିବ ଯଦି ଜଣେ ଆତ୍ମସଚେତନ ହୁଏ, ଆତ୍ମବିଶ୍ଳେଷଣ କରେ। ଯାହାଦ୍ୱାରା ଆମ୍ଭେମାନେ ଆମମାନଙ୍କର ସତ୍ତାର ପ୍ରଭୁଙ୍କ ସହିତ, ଆମମାନଙ୍କର ସତ୍ତାର ଅନ୍ତର୍ପୁରୁଷ ଆତ୍ମା ସହିତ ପ୍ରଥମେ କୌଣସି ପ୍ରକାର ମିଳନରେ ଉପନୀତ ହେଉ। ଏ ଆତ୍ମଜ୍ଞାନ, ଏ ଆତ୍ମସଚେତନ ହେଲେ ଆସ୍ତେ ଆସ୍ତେ ବାଟ ଫିଟେ ଆତ୍ମଜ୍ଞାନ ଆଡ଼କୁ।
ପରିଶେଷରେ ପୂର୍ଣ୍ଣ ଜ୍ୟୋତିର ଆଧାର ହୋଇପାରିଲେ ତାଙ୍କ ସହିତ ସମଗ୍ର ଭାବରେ ଯୁକ୍ତ ହେଉ। ଆସ୍ତେ ଆସ୍ତେ ତାଙ୍କ ଆଡ଼କୁ ଯିବା ପାଇଁ ସୁଯୋଗ ମିଳେ ଆତ୍ମ ସଚେତନ ହେଲେ। ଆମମାନଙ୍କର ପ୍ରକୃତିର ସକଳ ଭ୍ରାନ୍ତିର ସକଳ ସମସ୍ୟାର ସମଗ୍ର ପ୍ରକୃତିର ଅନ୍ତର୍ବାସୀ ଈଶ୍ୱରଙ୍କର ଶରଣାପନ୍ନ ହେବା ହିଁ ସର୍ବଶ୍ରେଷ୍ଠ ଯୋଗ। ସବୁଠୁ ବଡ଼ କଥା ହେଉଛି ଆମେ ସାଧାରଣ ଜୀବନରେ ଅହଂର ଶରଣାପନ୍ନ। ଅହଂ ଆମର ମାଲିକ, ଆମେ ତାର ଦାସାନୁଦାସ। ସିଏ କହିଲେ ସେ କଥା ହେବନି, ଭଗବାନ ହେବେ ମାଲିକ ଜୀବନର, ପରିବେଶର। ହେଲେ କ'ଣ ହେବ ନା ସେଟା କିପରି ଘଟିବ ନା ଶରଣାଗତି ଦ୍ୱାରା। ତାଙ୍କରି ଶରଣ ନେଲେ, ତାଙ୍କୁ ଗ୍ରହଣ କଲେ ମାଲିକ ଭାବରେ, ମୁରବୀ ଭାବରେ, ଦିଗ୍ଦ୍ରଷ୍ଟା ଭାବରେ ଗ୍ରହଣ କଲେ ଶରଣାଗତି ଆସିବ। ଆଉ ଶରଣାଗତି ଆସିବ ନମ୍ରତା ଆସିଲେ। ଏତେ ବିରାଟ ଶକ୍ତି ଯିଏ ମୋତେ ଚଳଉଛନ୍ତି, ଯିଏ ମୋତେ ଏତେ କଥା ଦେଇଛନ୍ତି। ପିଲାଟିଏ ଜନ୍ମ ହେଲା ବେଳେ ସେ ଭାବିନଥାଏ କେତେ ଧନ ତାକୁ ମିଳିବ, କେତେ ଯଶ ତାକୁ ମିଳିବ, କେତେ କାହା ସହିତ ଚିହ୍ନା ପରିଚିତ ହେବ, କେତେ କେତେ ତାକୁ କ୍ଷମତା ମିଳିବ, ସେ ଜାଣିନଥାଏ। ପାଇଲା ପରେ ଭାବେ ମୁଁ ଏଇଟା ମୋ ବାହୁବଳରେ, ବୁଦ୍ଧି ବଳରେ ପାଇଛି। ତାହା ହେଉଛି ଅହଂର କଥା। ମାତ୍ର ସେ ଯଦି ବୁଝିପାରିବ ଯେ ନାଇଁ ମୋତେ ଆଉ କିଏ କଥା ଦେଇଛନ୍ତି, କିଏ ଏକ ବିରାଟ ଶକ୍ତି ଯିଏକି ମୋତେ ଏତେ କଥା ଦେଇଛନ୍ତି, ଫଳରେ ନମ୍ରତା ଆସିବ। ନମ୍ରତା ଆସିଲେ ଶରଣାଗତ ହେବାକୁ ଇଚ୍ଛା ହେବ। ନହେଲେ ଅହଂ ଶରଣାଗତ କରେଇ ଦିଏ ନାହିଁ। ଆମମାନଙ୍କର ସମଗ୍ର ସତ୍ତାର ଅବଲମ୍ବନରେ ପ୍ରାଣ, ଶରୀର, ଇନ୍ଦ୍ରିୟ, ମନ ଓ ହୃଦୟ ଯୋଗେ ଆମମାନଙ୍କର ଉତ୍ସର୍ଗୀକୃତ ସକଳ ଜ୍ଞାନ, ସଂକଳ୍ପ ଓ କର୍ମ ଯୋଗେ ସର୍ବଭାବେନ ଆମମାନଙ୍କର ସଚେତନ ଆତ୍ମା ଏବଂ ଆମମାନଙ୍କର କାର୍ଯ୍ୟ ସାଧିକା ପ୍ରକୃତିର ସକଳ ଧାରାରେ ଈଶ୍ୱରଙ୍କର ଅଭିମୁଖୀ ହେବା ହିଁ ସର୍ବଶ୍ରେଷ୍ଠ ଯୋଗ। ସବୁ ଭାବରେ ଆମେ ଈଶ୍ୱରଙ୍କ ସହିତ ଯୋଡ଼ି ହେଇ ରହିବା, ତାଙ୍କୁ ପାଇବା ପାଇଁ ଆଗ୍ରହ ପ୍ରକାଶ କରିବା, ତାଙ୍କ କଥାରେ ଆମକୁ ଆନନ୍ଦ ମିଳିବାର ବ୍ୟବସ୍ଥା ରଖିବା। ଏହିସବୁ କଥା କଲେ ଆତ୍ମଜ୍ଞାନ ଲାଭ ହେବ। ଯେଉଁ କଥା ଶ୍ରୀମଦ୍ ଭଗବତ ଗୀତାରେ ଅଷ୍ଟାଦଶ ଅଧ୍ୟାୟରେ 62 ନମ୍ବର ଶ୍ଲୋକରେ ଶ୍ରୀକୃଷ୍ଣ କହୁଛନ୍ତି, ତମେବ ଶରଣଂ ଗଚ୍ଛ ସର୍ବଭାବେନ ଭାରତ ତତ୍ ପ୍ରସାଦାତ୍ ପରାଂ ଶାନ୍ତିଂ ସ୍ଥାନଂ ପ୍ରାପ୍ୟସ୍ୟସି ଶାଶ୍ୱତମ୍। ତାର ଅର୍ଥ ହେଲା, ହେ ଅର୍ଜୁନ, କାୟ ମନ ବାକ୍ୟରେ ତାଙ୍କର ହିଁ ଶରଣାଗତ ହୁଅ। ତାଙ୍କର ମାନେ ଭଗବାନଙ୍କର। ତାଙ୍କ ପ୍ରସାଦରୁ ତୁମେ ପରମ ଶାନ୍ତି ଓ ଶାଶ୍ୱତ ସ୍ଥାନ ପ୍ରାପ୍ତ ହେବ। ତମେ ତାଙ୍କରି ଶରଣ ନେଲେ ସେ ତୁମକୁ ଶାନ୍ତି ପ୍ରଦାନ କରିବେ, ସିଏ ତୁମକୁ ଯଥାଯୋଗ୍ୟ ସ୍ଥାନରେ ନେଇ ପହଞ୍ଚେଇବେ। ଅର୍ଥାତ୍ ତୁମର ଯେଉଁଠିକି ଯିବା କଥା ଚେତନା ସ୍ତରରେ ତୁମେ ସେଇଠିକି ସେ ନେବେ, ଯଦି ତୁମେ ତାଙ୍କର ଶରଣ ନିଅ। ତେଣୁ ସର୍ବଭାବେନ, ତେଣୁ କାୟ ମନ ବାକ୍ୟରେ, ସର୍ବଭାବେନର ଅର୍ଥ ହେଉଛି ତୁମେ କାୟରେ ତାଙ୍କ ସାଙ୍ଗରେ ଯୋଡ଼ି ହେବାକୁ ଚାହଁ, ଅର୍ଥାତ୍ ତାଙ୍କରି ପୂଜା କର, ତାଙ୍କରି ଉପାସନା କର, ତାଙ୍କରି ପ୍ରାର୍ଥନା ଗାଅ, ତାଙ୍କରି ଚିନ୍ତା କର। କାୟା ଥିଲେ ସିନା ମନରେ ମଧ୍ୟ ସେ କେତେ ବଡ଼, ଏ ବିଶ୍ୱ ମନଠୁ ଆହୁରି ବଡ଼ ମନ ତାଙ୍କର, ଯିଏକି ଏ ସବୁ କଥାକୁ ଠିକ୍ ଭାବରେ ପରିଚାଳନା କରିପାରିଛନ୍ତି। ମା କହିଲେ, ଯେତେବେଳେ
सृष्टि सर्जना परे मनीष सृष्टि सर्जना परे तार बुद्धिर विकास घटिला सेतेबेले मनीष भाविला केतेटा कथा बोधे भगवान छाड़ी गले कौन छाड़ी गले ना दरिद्र नारायण सेवा दुखी मानक पाई कि गोटे व्यवस्था एमती एमती कथा जो माने असुस्थ तांक पाई गोटे सुस्थ हबार व्यवस्था यही गुड़ाक बोधे छाड़ी गले तेणु बुद्धिमान लोक माने दरिद्र नारायण सेवा कोठी गोटे हॉस्पिटल बसैवा कोठी तांको सबु सुविधारे मनुष्य को विभिन्न प्रकार सुविधा देवे कारण भगवान दे पारुना आमे से कथाटा करि पारिबु जोटा भगवान छाड़ी गले ताकू आमे पूरण करदेबु एई माध्यम रे एई दया एई भली भाव रे आमे ताकू पूरण करदेबु प्रकृत रे भगवान जानती तांकर किभली भाव रे कार्य संपन्न हब ताकू मनीष माने एपरी भूल बुझी थांती मात्र पुणी पंडित माने कहिले आ गोटे बागरे कहले भगवान एते हाँ बुद्धिमान बहुत बेसी निश्चित किंतु केतेटा कथा से सेतेबेले जानी पारले नहीं फल रे सेगुड़िक रहीगला कौन ना गंध सुवर्णे फलमिक्षु दंडे नाकारी पुष्प खड़ु चंदन से आउ कौन ना नृपश्चिरायु एतक देलेनी आउ केमती भूलीगले कहीं तो कहले नहीं कौन कहले नहीं ना सुना झलकुची पंकरे पोती देले मध्य सेमती से वर्ष वर्ष धरी रहुची टिके बासना देई न थांते ता देहरे पुणी आखु गछरे इड़े मीठा आखुर जो दंड जो सी जदि एते मीठा तादर गोटे फल दे न थांते केड़े मीठा लगु थांता चंदन गछ जार काठ एड़े बासना होची पवन जो थे बाजिले चारिआड महकी जाउची तार गोटे फूल दे न थांते आ राजा माने तांको गोटे चिरदिन आयु दे न थांते केते काम से करि थांते आहा सब भूली गले परा भूली गले सुनारे बासना न थाई पिंधि हो नहीं सुनारे बासना न थाई पिंधि हो नहीं आउ जदि थांता कौन हुअंता आखु गछरे फल नाही बोली रक्षा ହେଇची नहले ताकु ध्वस्त विध्वस्त कर दियंते अन्य पशु माने ताकु ध्वस्त विध्वस्त कर दियंते से पाकल हवा पर्यंत रहंता नहीं गछ आउ चंदन गछरे यदि बासना हो थांता से माइल माइल धरी केते कौन कौन अवस्था होंता सेम तो चंदन मन को रक्षा करी होनी एते जगिले मध्य अवस्था एपरी हो तेणु भगवान यही सब पछरे मनीष ता मापरे मापी भगवान को बेले बेले मध्य यही परि दोषरे दोषी साब्यस्त करे प्रकृत रे टिके सूक्ष्म भाव निरीक्षण कले बेस बुझी हम जे सीए ही मनीष को जदि बुद्धि किए दे था सीए मनीष कहूँ बुद्धि मु तांको बुद्धि दे था मते पचारि थिले मु एई कथा सब करि थांती सीए सेतिकी बुद्धिमान बोली गोटे कखारु गछरे एड़े फल देले गोटे बर गछरे एड़िकी फल देले बर गछरे एडे एडे फल फल था विराट ता मूଳରେ कहीं जाते नहीं बर गछ के लगाते जीए जड़रू आग उद्भिद सृष्टि कले कारण उद्भिद अम्लजान दब तापरे प्राणी सृष्टि कले मनीष कथा पचारे कि मनीष मूल नथिला मनीष तो कोटि कोटि वर्ष परे आसिला कारण उद्भिद दब अम्लजान प्राणी ताको ग्रहण करिवे
ବୋଲି ପ୍ରାଣୀ ପଛରେ ଆସିଲେ। ପୁଣି ପ୍ରାଣୀ ଦେବ ଅଙ୍ଗାରକାମ୍ଳ, ତାକୁ ଗ୍ରହଣ କରିବେ ଉଦ୍ଭିଦମାନେ। ତାପରେ ମଣିଷର କଥା ଆସିଲା, ଯାହା ବେଳକୁ ସବୁ କଥା ଆଗରୁ ସବୁ ରହିଛି, ଥୟ ହେଇକି ସୁବିଧା ହେଇ ରହିଛି। ଏବଂ ଯେତେବେଳେ ଆମେ ସର୍ବଦା ଓ ସମ୍ପୂର୍ଣ୍ଣ ଭାବେ ଏହା କରିପାରୁ ସେତେବେଳେ ଭାଗବତ ଜ୍ୟୋତି ଓ ପ୍ରେମ ଓ ଶକ୍ତି ଆମମାନଙ୍କୁ ଅଧିକାର କରେ। ତେଣୁ ଆମେ ଯେତେବେଳେ ତାଙ୍କର ଶରଣାଗତ ହଉ ସେତେବେଳେ ଆମକୁ ତାଙ୍କରି ଭଗବତ ପ୍ରେମ ଆଉ ଭଗବତ ଜ୍ୟୋତି ଆମକୁ ଅଧିକାର କରେ। ଆମମାନଙ୍କର ଆତ୍ମା ଓ କରଣ ଉଭୟକୁ ଅଭିଷିକ୍ତ କରେ। ଆମମାନଙ୍କର ଅନ୍ତଃପୁରୁଷ ଆମମାନଙ୍କର ଜୀବନର ସକଳ ସଂଶୟ, ସମସ୍ୟା, ଭ୍ରାନ୍ତି ଓ ବିପଦ ମଧ୍ୟ ଦେଇ ଆମମାନଙ୍କୁ ନିର୍ବିଘ୍ନରେ ପରିଚାଳନା କରେ। ତେଣୁ ଶରଣାଗତିର କେତେ ଉପକାର। ତାଙ୍କ ଶରଣ ନେଲେ ସେ ଚଳେଇ ନେବେ, ଯେଉଁଠିକି ଯିବା କଥା ନେବେ, ଯେଉଁଠିକି ନ ଯିବା କଥା ନ ନେବେ, ଯାହା କହିବା କଥା କହିବେ, ଯାହା ନ କହିବା କଥା ନ କହିବେ, ତାଙ୍କ ଶରଣ ନେଲେ। ତେଣୁ ସମସ୍ୟା ଆସିବନି। ସମସ୍ୟା ଆସୁଛି କାହିଁକି? ଅହଂ ଯୋଗୁଁ। ଭ୍ରାନ୍ତି ଆସୁଛି କାହିଁକି? ଅହଂ ଯୋଗୁଁ। ବିପଦ ଆସୁଛି କାହିଁକି? ଅହଂ ଯୋଗୁଁ। ଭଗବାନ ବିପଦ ଆଣନ୍ତି ନାହିଁ, ଭଗବାନ ଭୁଲ ବାଟ ଦେଖାନ୍ତି ନାହିଁ, ଅହଂ ସେ କଥା ସବୁ କରେ। ଆମମାନଙ୍କର ଅବିନାଶୀ ଓ ଶାଶ୍ୱତ ପଦର ପରମ ଶାନ୍ତି ଓ ଅଧ୍ୟାତ୍ମ ମୁକ୍ତି ମଧ୍ୟକୁ ପରାଂ ଶାନ୍ତିଂ ସ୍ଥାନଂ ଶାଶ୍ୱତଂ ମଧ୍ୟକୁ ନିୟନ୍ତ୍ରଣ କରେ। ଯାହା ଏଇ ଶ୍ଲୋକରେ ଆମେ ଦେଖିଲେ, ତତ୍ ପ୍ରସାଦାତ୍ ପରାଂ ଶାନ୍ତି, ଗୋଟେ ପରା ଶାନ୍ତି ଆସିବ। ଅପରା ଶାନ୍ତି କଥା ପଡ଼ିନି। ଅପରା ଶାନ୍ତି ହେଉଛି ଅସ୍ଥାୟୀ। ସେ ଶାନ୍ତି, ଭୋକ ହେଉଛି, ଖାଇଦେଲେ ଓହୋ ବହୁତ ଶାନ୍ତି ଲାଗିଲା, ସେ କି ଶାନ୍ତି? ସେଟା ଅପରା ଶାନ୍ତି। ସିଏ ସାମୟିକ, ସେ କିଛି ନୁହେଁ, ତା ପ୍ରାଣିକ ଶାନ୍ତି। କିନ୍ତୁ ଯେଉଁ ପରା ଶାନ୍ତି, ଦିବ୍ୟ ଶାନ୍ତି, ଯିଏ ଚିରନ୍ତନ ଶାଶ୍ୱତ ହେଇକି ରହିବ, ଯାହାକୁ ସାଧୁ ସନ୍ନ୍ୟାସୀମାନେ ହିମାଳୟରେ ଯେ ବର୍ଷ ବର୍ଷ ତପସ୍ୟା କରୁଛନ୍ତି, ସେମାନଙ୍କର ଏ ଖାଇଦେଲେ ଏ ହେଉଡ଼ି ମାରିକିରି ଯେଉଁ ଶାନ୍ତି, ସେ ଶାନ୍ତି ନାହିଁ ତାଙ୍କର। ତାଙ୍କର ଯେଉଁ ଶାନ୍ତି, ସେ ଶାନ୍ତି ହେଉଛି ପରା ଶାନ୍ତି। ତାହା ମିଳିବ ଶରଣାଗତି ହେଲେ। ଆଉ ଶାଶ୍ୱତ ସ୍ଥାନ ମିଳିବ, ଚିରନ୍ତନ ସ୍ଥାନ ଭଗବାନଙ୍କ ପାଖରେ ହିଁ ସ୍ଥାନ ମିଳିବ, ଯଦି ଆମେ ଭଗବାନଙ୍କ ପାଦ ତଳେ ନିଜକୁ ଦେଇଦେଉ, ସମର୍ପଣ କରିଦେଉ। ତୁମ ଇଚ୍ଛା ପୂର୍ଣ୍ଣ ହେଉ, ତୁମେ ହିଁ ମୋର ଅଧୀଶ୍ୱର, ତୁମେ ଯାହା ଚାହିଁବ ତାହା ହେଉ, ମୋତେ ତୁମେ ନିମିତ୍ତ ମାତ୍ର କର, ମୁଁ କର୍ତ୍ତା ନୁହେଁ, ତୁମେ କର୍ତ୍ତା। ଶ୍ରୀରାମକୃଷ୍ଣ କହିଲେ, ବିଦ୍ୟା କ'ଣ? ନା ଯିଏ ନିଜକୁ ଅକର୍ତ୍ତା ଭାବେ ତା ନା ବିଦ୍ୟା। ନା ଅବିଦ୍ୟା କ'ଣ? ନା ଯିଏ ନିଜକୁ କର୍ତ୍ତା ଭାବେ। ଯିଏ ନିଜକୁ ମୁଁ କର୍ତ୍ତା ବୋଲି ଭାବେ ସେ ଅବିଦ୍ୟାରେ ଅଛି। ଯିଏ ନିଜକୁ ଅକର୍ତ୍ତା ଭାବେ, ଭଗବାନ କର୍ତ୍ତା, ମୁଁ ଅକର୍ତ୍ତା, ସିଏ ହିଁ ପ୍ରକୃତରେ ବିଦ୍ୟାରେ ଅଛି। କାରଣ ଗୀତା ନିଜ ଯୋଗର ସକଳ ନିୟମ, ଧର୍ମ ଏବଂ ଗଭୀରତମ ମର୍ମ ପ୍ରକାଶ କରିବା ପରେ ଅଧ୍ୟାତ୍ମ ଜ୍ଞାନର ରୂପାନ୍ତରକାରୀ ଆଲୋକ ଦ୍ୱାରା ମନୁଷ୍ୟର ମନ ନିକଟରେ ଯେଉଁ ସବୁ ପ୍ରଥମ ରହସ୍ୟ ପ୍ରକଟିତ ହୁଏ, ତାହାର ଊର୍ଦ୍ଧ୍ୱରେ ଅନ୍ୟ ଏକ ଗଭୀରତର ଗୁହ୍ୟତର ସତ୍ୟ ବିଷୟର ଉଲ୍ଲେଖ କରିବା ପରେ ସହସା ଘୋଷଣା କଲା ଯେ ଆହୁରି ଗୋଟିଏ ପରମ ବାକ୍ୟ, ପରମଂ ବଚଃ ଏବଂ ସର୍ବବୃହତ୍ତମ ସତ୍ୟ ଏପର୍ଯ୍ୟନ୍ତ କହିବାକୁ ବାକି ଅଛି। ଗୀତା ଗ୍ରନ୍ଥର ଅଷ୍ଟାଦଶ ଅଧ୍ୟାୟର ଶେଷ ଆଡ଼କୁ କିଛି କିଛି ସ୍ୱତନ୍ତ୍ର କଥା କୁହାଯାଇଛି। 1ରୁ 18ର ଅଧା ବା ଅଧାରୁ ଅଧିକ ପର୍ଯ୍ୟନ୍ତ ଯେତେ ଯେତେ ମାର୍ଗଦର୍ଶନ ଅଛି, ଯୋଗ ସମ୍ପର୍କରେ ଅଛି, ଧ୍ୟାନ ସମ୍ପର୍କରେ ଅଛି, ଜ୍ଞାନ ସମ୍ପର୍କରେ ଅଛି, କର୍ମ ସମ୍ପର୍କରେ ଅଛି, ଭକ୍ତି ସମ୍ପର୍କରେ ଅଛି, ବିଭିନ୍ନ ବିଭିନ୍ନ କଥା ତା ଭିତରେ ସବୁ ବ୍ୟାଖ୍ୟା କରାଯାଇଛି। ମାତ୍ର ଶେଷ କେତୋଟି ଶ୍ଲୋକରେ ତାର ଆହୁରି ମଞ୍ଜ କଥା କୁହାଯାଇଛି। ଅର୍ଜୁନଙ୍କୁ ଶ୍ରୀକୃଷ୍ଣ ବିଶ୍ୱରୂପ ଦର୍ଶନ କରାଇଲେ, ବିଭୂତି ଯୋଗ ଶୁଣେଇଲେ, ସବୁ ତତ୍ତ୍ୱ ତଥ୍ୟ ପ୍ରଦାନ କଲେ,
ଆହୁରି ରହିଗଲା ସ୍ୱତନ୍ତ୍ର କଥା କିଛି କହିବା ପାଇଁ, ଯାହା ଗୀତା ଗ୍ରନ୍ଥର ଅଷ୍ଟାଦଶ ଅଧ୍ୟାୟର ଶେଷ ଆଡ଼କୁ କହିଲେ। ତାର କାରଣ ହେଉଛି, ସେ କହିଲେ, ହେ ଅର୍ଜୁନ, ମୁଁ ତୁମକୁ ବହୁତ ଶ୍ରଦ୍ଧା କରେ, ତେଣୁ ଏ କଥା କହିଲି। ଆମେ ଯଦି ଏମିତି କହିବା ଯେ ଏପର୍ଯ୍ୟନ୍ତ ଯେତେ ଜ୍ଞାନ ଦେଉଥିଲେ ସବୁ ପାସ୍ କ୍ଲାସ୍ର ଜ୍ଞାନତକ ଦେଉଥିଲେ। BA ପାସ୍, ଆଉ ଗୋଟେ BA ଅନର୍ସ ନାହିଁ କି? ଭାଇ ହସିଲେ, କହିଲେ ସେଇ ଇକୋନୋମିକ୍ସ ବା। ଅପା ସେଇଆ ନୁହଁ, ସେ ଟିକେ ଆଉ ଗଭୀର ହେଇ ପଢ଼ା ହେବ। ପାସ୍ରେ ଯେଉଁଟା ପଢ଼ା ହେଉଥିଲା ପଢ଼ା ହେବ ଆଉ ଟିକେ ସ୍ୱତନ୍ତ୍ର। କେଉଁମାନେ କିଏ ସେ? ମାନେ ପାସ୍ ଷ୍ଟୁଡେଣ୍ଟ, ଆମେ ଅନର୍ସ। ଖାଲି ଇକୋନୋମିକ୍ସ ନାହିଁ ମ, ସବୁ ପାଠ କଥା ପଢ଼ିଛି। ତେଣୁ ଶେଷରେ ଯେଉଁ କଥାଟି କହିଲେ, କେତେ ପଦ କଥା, କେତୋଟି ଶ୍ଲୋକ, ଏସବୁ ଅନର୍ସ ପାଠ ଭଳି। ମୋ କଥାରେ ମୁଁ ଏଇଟା କହୁଛି, ଏଇଟା ଅନର୍ସ ବୋଲି ଗୋଟେ ଲେଖା ହେଇନି। ସ୍ୱତନ୍ତ୍ର କଥା କିଛି କହିଲେ। ହଁ, କହିଲେ କ'ଣ ନା, ସେଇ ପରମଂ ବଚ, ମୋର ପରମ କଥା ମୁଁ କିଛି କହୁଛି, ଯେଉଁ କଥା କି ସ୍ୱତନ୍ତ୍ର। 64 ନମ୍ବର ଶ୍ଲୋକ, ଅଷ୍ଟାଦଶ ଅଧ୍ୟାୟ। କହିଲେ ସର୍ବଗୁହ୍ୟ ତମଂ ଭୂୟଃ ଶୃଣୁ ମେ ପରମଂ ବଚଃ ଇଷ୍ଟୋଷି ମେ ଦୃଢ଼ମିତି ତତୋ ବକ୍ଷ୍ୟାମି ତେ ହିତମ୍। ହେ ଅର୍ଜୁନ, ସର୍ବଗୋପନୀୟ କଥାରୁ ଅଧିକ ଗୋପନୀୟ ମୋର ପରମ ବାକ୍ୟ ଶ୍ରବଣ କର। ଯେତେ କଥା କହିଲି ଆହୁରି ସ୍ୱତନ୍ତ୍ର ପରମ ବାକ୍ୟ ଶୁଣ, କାରଣ ତୁମେ ମୋର ଏକାନ୍ତ ପ୍ରିୟ। ସେଇଥିପାଇଁ ତୁମର କଲ୍ୟାଣକର ସାର କଥା ଗୁଡ଼ିକ ପୁଣି କହୁଛି। ତେଣୁ ପରମଂ ବଚଃ ଅର୍ଥାତ୍ ପରମ କିଛି ବଚନ ମୁଁ ତୁମକୁ ଆଉ ଥରେ ସ୍ୱତନ୍ତ୍ର ଭାବରେ କହୁଛି। ପଢ଼ିବା। ଏହି ଗୁହ୍ୟ ଅପେକ୍ଷା ଗୁହ୍ୟ ସତ୍ୟଟି ଅର୍ଜୁନଙ୍କୁ ତାଙ୍କର ପରମ ଶ୍ରେୟ ନିମନ୍ତେ ଜଗଦ୍ଗୁରୁ ବ୍ୟକ୍ତ କରିବେ, ଯେହେତୁ ଅର୍ଜୁନ ତାଙ୍କର ନିର୍ବାଚିତ ଓ ପ୍ରିୟ। ଇଷ୍ଟୋଷି ମେ, ଏ ଶ୍ଲୋକରେ ଅଛି, ଇଷ୍ଟୋଷି ମେ ଦୃଢ଼ମିତି ତତୋ ବକ୍ଷ୍ୟାମି ତେ ହିତମ୍। କାରଣ ଶ୍ରୀମଦ୍ ଭଗବତ ଗୀତାକୁ ଆଧାର କରି এই ସମସ୍ତ ଏ ବିରାଟ ଗ୍ରନ୍ଥ ହିଁ ରଚିତ ହେଇଛି, ମାତ୍ର ତାର ଆଭିମୁଖ୍ୟ ଟିକିଏ ଭିନ୍ନ। ଏହା ଗୀତାର ଭାଷ୍ୟ ନୁହେଁ, ଏହା ଗୀତାର ଅର୍ଥାନ୍ତର ନୁହେଁ, ଏହା ଗୀତା ଗ୍ରନ୍ଥରେ ଥିବା ଗଭୀରତମ ଅନୁଭବ ଏବଂ ଗୀତା ଗ୍ରନ୍ଥର ମାର୍ଗଦର୍ଶନରେ ଥିବା ନୂତନତ୍ୱ ସମ୍ପର୍କରେ ଅବତାରଣା କରାଯାଉଛି। କାରଣ ଏହା ସୁସ୍ପଷ୍ଟ ଯେ ଉପନିଷଦରେ ଯେପରି ବ୍ୟକ୍ତ ହୋଇଛି, ଭଗବାନ ତାଙ୍କର ନିର୍ବାଚିତ ଏବଂ ମହାତ୍ମାଙ୍କ ନିକଟରେ ନିଜର ଶରୀରକୁ ପ୍ରକଟ କରନ୍ତି, କେବଳ ତାଙ୍କୁ ହିଁ ଏହି ରହସ୍ୟ କୁହାଯାଏ। କାରଣ ସେ କେବଳ ହୃଦୟ, ମନ ଓ ପ୍ରାଣରେ ଭଗବାନଙ୍କର ଏତେ ନିକଟବର୍ତ୍ତୀ ଯେ ତାଙ୍କର ସକଳ ସତ୍ତାରେ ଯଥାର୍ଥରେ ଭଗବାନଙ୍କର ବଶବର୍ତ୍ତୀ ହୋଇ ସେ କର୍ମ କରିପାରନ୍ତି ଓ ବାସ୍ତବ ଜୀବନରେ ଏହାର ଅନୁଶୀଳନ କରିପାରନ୍ତି। ଏ କଥାଟା କାହିଁକି କହିଲେ ଶ୍ରୀକୃଷ୍ଣ ଶେଷ ଆଡ଼କୁ? ନା, ଆମର ଉପନିଷଦରେ ଅଛି, ସେଇମାନଙ୍କୁ ଗୁରୁ ଦିଅନ୍ତି ସ୍ୱତନ୍ତ୍ର ଜ୍ଞାନ, ଯେଉଁମାନଙ୍କୁ ସେ ଭାବନ୍ତି ଏ ସ୍ୱତନ୍ତ୍ର ଜ୍ଞାନ ପାଇବାର ଯୋଗ୍ୟ ବୋଲି। ଶ୍ରୀକୃଷ୍ଣ ଅଷ୍ଟାଦଶ ଅଧ୍ୟାୟ ବେଳକୁ ଆଉ ଅର୍ଜୁନଙ୍କର ସଖା ହେଇନାହାନ୍ତି, ସେ ହେଇଯାଇଛନ୍ତି ତାଙ୍କର ଗୁରୁ। ତେଣୁ ଗୁରୁ ଭାବରେ ଅର୍ଜୁନ ତାଙ୍କର ଯେ ଶ୍ରେଷ୍ଠ ଶିଷ୍ୟ, ଏଇ କଥାକୁ ଅନୁଭବ କରି ଏଇ ଶ୍ରେଷ୍ଠ କେତେକ ପଦ କହିଲେ। ଗୀତାର ଶେଷ ବାଣୀ, ଯେଉଁ ପରମ ବାକ୍ୟରେ ଶ୍ରେଷ୍ଠତମ ରହସ୍ୟଟି ପ୍ରକାଶ ପୂର୍ବକ ଗୀତାର ଶିକ୍ଷା ସମାପ୍ତ କରାଯାଇଛି, ତାହା ଦୁଇଟି ମାତ୍ର ସଂକ୍ଷିପ୍ତ, ସୁସ୍ପଷ୍ଟ, ସରଳ ଶ୍ଲୋକରେ କଥିତ ହୋଇଛି। ଯୋଡ଼ିଏ ଶ୍ଲୋକ ସେ ବିଶେଷ କରି କହୁଛନ୍ତି ସ୍ୱତନ୍ତ୍ର ଭାବରେ ଅର୍ଜୁନଙ୍କୁ। କ'ଣ ସେ ଶ୍ଲୋକ?
ନା ମନ୍ମନା ଭବ ମଦ ଭକ୍ତୋ ମତ ଯାଜି ମାଂ ନମସ୍କୁରୁ ମାମେ ବୈଶ୍ୟସି ସତ୍ୟଂ ତେ ପ୍ରତିଜାନେ ପ୍ରିୟୋଷି ମେ। ତାର ଅର୍ଥ ହେଲା, ହେ ଅର୍ଜୁନ, ତୁମେ ମୋ ଠାରେ ହୃଦୟ ଅର୍ପଣ କର, ମୋର ଭକ୍ତ ହୁଅ, ମୋତେ ପୂଜା କର, ମୋତେ ହିଁ ନମସ୍କାର କର। ମୁଁ ସତ୍ୟ ପ୍ରତିଜ୍ଞା କରି କହୁଛି, ତାହେଲେ ତୁମେ ମୋତେ ହିଁ ପାଇବ, କାରଣ ତୁମେ ମୋର ପ୍ରିୟ। ଏ ହେଉଛି ଗୀତାର ଶ୍ରେଷ୍ଠ ଶ୍ଲୋକ। ଧ୍ୟାନ କେମିତି କରିବ କହିଥିଲେ, ଜ୍ଞାନ କେମିତି ଅର୍ଜନ କରିବ କହିଥିଲେ, କେମିତି କେଉଁଠି ବସିବ ଧ୍ୟାନ କରିବ, କେମିତି ନାକ ଆଗରେ କେମିତି ରଖିବ, ଦୃଷ୍ଟି କେମିତି ରଖିବ, ନାତି ଉଚ୍ଚ ଇଏରେ ବସିବ କେମିତି, ସେସବୁ ଷଷ୍ଠ ଅଧ୍ୟାୟରେ ସେ କହିଥିଲେ। କିଭଳି ଭାବରେ କର୍ମ ଜ୍ଞାନ ଭକ୍ତି ସବୁ କଥା ସେ କହିଥିଲେ। ଆତ୍ମାର ତତ୍ତ୍ୱ, ପରମାତ୍ମାଙ୍କ ତତ୍ତ୍ୱ, ସାଂଖ୍ୟ ତତ୍ତ୍ୱ ସବୁ ସେ କହିଥିଲେ। କିନ୍ତୁ ସବୁଠାରୁ ଶ୍ରେଷ୍ଠ କଥାଟି ଏଇ ଶ୍ଲୋକରେ କହିଦେଲେ ଯେ ତମେ ମୋତେ ଅର୍ପଣ କର ନିଜକୁ। ତମେ କେତେ ଧ୍ୟାନ କଲ ନ କଲ କ'ଣ ସେ କଥା ତ ଅଲଗା କଥା, ତମେ ନିଜକୁ ଅର୍ପଣ। ଯେଉଁ କଥାଟା ହେଉଛି ପୂର୍ଣ୍ଣ ଯୋଗର ମୌଳିକ ତତ୍ତ୍ୱ, ଆତ୍ମସମର୍ପଣ। ସମର୍ପଣରେ ପୂର୍ଣ୍ଣ ଯୋଗର ଆରମ୍ଭ, ସମର୍ପଣରେ ପୂର୍ଣ୍ଣ ଯୋଗର ଶେଷ। ନିଜକୁ ଦେଇଦେବା, ଶରୀର ଦେଇଦେବ ତାର କର୍ମ, ପ୍ରାଣ ଦେଇଦେବ ତାର ଉତ୍ସାହ ଆନନ୍ଦ ପୁଲକ ଶକ୍ତି, ମନ ଦେଇଦେବ ତାର ସମସ୍ତ ଚିନ୍ତା ଦେଇଦେବା। ତେଣୁ ଏଇ କଥାଟି ଶ୍ରେଷ୍ଠ। ଏବଂ ମୋତେ ମୋର ଭକ୍ତ ହୁଅ, ଭକ୍ତ ହୁଅ ମୋତେ ମାନେ ଭଲ ପାଅ। ଭକ୍ତି ଅର୍ଥ କ'ଣ ନା ସା ପରାନୁରକ୍ତିର୍ ଈଶ୍ୱରେ ଭକ୍ତି। ଭକ୍ତି ସୂତ୍ରରେ କୁହାଗଲା ଯେ ପରାଙ୍କ ପ୍ରତି, ପରା ମାନେ ଭଗବାନ, ଅନୁରକ୍ତି, ଆସକ୍ତି ନୁହେଁ। ବସ୍ତୁ ପ୍ରତି ଯାହା ରହେ ସେଟା ଆସକ୍ତି, ବ୍ୟକ୍ତି ପ୍ରତି ଯେଉଁଟା ରହେ ଆସକ୍ତି, ଆଉ ଯେଉଁଟା ଭଗବାନଙ୍କ ପାଇଁ ରହେ ଅନୁରକ୍ତି। ସା ପରାନୁରକ୍ତିର୍ ଈଶ୍ୱରେ, ଈଶ୍ୱରଙ୍କ ପ୍ରତି ଯେଉଁ ପରାନୁରକ୍ତି ତା ନାଁ ହେଉଛି ଭକ୍ତି, ତା ନାଁ ହେଉଛି ଭକ୍ତି। ତେଣୁ ଭକ୍ତ ହୁଅ ଅର୍ଥ ମୋ ଠାରେ ଭକ୍ତି ରଖ, ଅନୁରକ୍ତି ରଖ। ମୋ ବିନା ଯେମିତି ଅସ୍ୱସ୍ତି ଲାଗୁଛି କି ତୁମକୁ, ତାହେଲେ ବୁଝିବାକୁ ହେବ ଯେ ତାଙ୍କ ପ୍ରତି ଅନୁରକ୍ତି ଅଛି। ବୈଷ୍ଣବ ଶାସ୍ତ୍ରରେ କୁହାଗଲା କିପରି ସେ କଥା ନା ସା ବିରହେଣ ବ୍ୟାକୁଳତା, ଯେଉଁଟା ଗୋପୀମାନଙ୍କର ଥିଲା। ତାଙ୍କୁ ନ ଦେଖିଲେ ରହି ହେଉନି, ତାଙ୍କ କଥା ନ ଶୁଣିଲେ ରହି ହେଉନି, ତାଙ୍କ କଥା ନ ଭାବିଲେ ରହି ହେଉନି। ତେବେ ବୁଝିବେ ସା ବିରହେଣ, ତାଙ୍କର ଟିକେ ବିରହ ହେଇଗଲେ ଅର୍ଥ ତାଙ୍କୁ କିଛି ସମୟ ବିସ୍ମରଣ ହେଇଗଲେ, ଅସ୍ୱସ୍ତି ଲାଗୁଛି, ତେବେ ବୁଝିବାକୁ ହେବ ଯେ ତୁମ ଭିତରେ ଭକ୍ତିଭାବ ଆସିଲାଣି। ଇଂରେଜୀରେ କହିଲେ କ'ଣ ନା ତୁମକୁ ଲାଗୁଛି କିପରି ନା ଯେପରି ଫିସ୍ ଆଉଟ୍ ଅଫ୍ ୱାଟର, ମାଛକୁ ପାଣିରୁ କାଢ଼ିକିରି ବାହାରେ ଥୋଇଦେଲେ ତାକୁ ଯେମିତି ଲାଗିବ, ତୁମକୁ ଯଦି ଭଗବାନଙ୍କ ଚିନ୍ତା ନ କଲେ କି ନ ଶୁଣିଲେ ତାଙ୍କ କଥା, କି ନ ପଢ଼ିଲେ ତାଙ୍କ କଥା, ତୁମକୁ ଯଦି ସେମିତି ଲାଗୁଛି, ବୁଝିବାକୁ ହେବ ଯେ ତୁମ ଭିତରେ ଭକ୍ତିଭାବ ଆସିଲାଣି। କେତେ ବଡ଼ କଥା। ଏଥିପାଇଁ ଦରକାର କ'ଣ ନା ଆତ୍ମ ସଚେତନତା, ଯେ ମୁଁ କେବଳ ତାଙ୍କର କଥା ଚିନ୍ତା କରିବି, ତାଙ୍କ ପାଇଁ ଆସିଛି। ଆଉ ଯେତେ ଯେତେ କାମ ମୁଁ କରୁଛି ଏସବୁ ତାଙ୍କ କାମ, ଘର ପାଇଁ ହଉ କି ସମାଜ ପାଇଁ ହଉ କି ଦେଶ ପାଇଁ ହଉ, ଏସବୁ ତାଙ୍କ କାମ, ତାଙ୍କ ପାଇଁ ଆସିଛି, ତାଙ୍କ କାମ ବି କରିବାକୁ ଆସିଛି, ଯେଉଁ କାମ ମୋତେ ମିଳିଛି। ଏପରିକି ତାଙ୍କ ପାଇଁ ମଧ୍ୟ ମୋତେ କିଛି ସମୟ କାଢ଼ିବାକୁ ପଡ଼ିବ। ତା ନହେଲେ ସବୁ ସମୟ ଯାକ କେମିତି ଅସୁବିଧାରେ ଚାଲିଯିବ ବା। ତେଣୁ ମୋତେ ନିଜକୁ ସଚେତନ ଭାବରେ କିଛି ସମୟ ତାଙ୍କ ପାଇଁ କାଢ଼ିବାକୁ ପଡ଼ିବ। ଏବଂ ଯେତେ ଯେତେ କାମ ସବୁ ତାଙ୍କ କାମ,
विचार करी କରିବାକୁ ପଡ଼ିବ। कारण यही दुईटी श्लोकर कौन टीका वा व्याख्या करा जाए नहीं, ताहा स्वतः मनर गभीर प्रवेश करे। ये दुईटा श्लोक, गोटे श्लोक ये गला, आ गोटे श्लोक गीतार ये दुईटी श्रेष्ठ श्लोक। सर्वधर्मान परित्यज्य मामेकम शरणं व्रज अहं त्वं सर्वपापेभ्यो मोक्षयिष्यामि मां शुच। कहले जे तमे सबु धर्म, धर्म अर्थ श्री रामकृष्ण कहले सबु कर्म, सर्वधर्मान परित्यज माने तमर कर्म गुड़ाक जो अहं प्रणोदित हो कराहोची ताको छाड़ी मो पाखरे शरण निय, मो निर्देश पालन कर, भीतर मु निर्देश देवी शुण, मन को स्थिर कर, शांत कर, निजे काहींकी आसीची, काहींकी आसीछु मन किस नवा पाई, कौन पाई आसीची, आसीची भगवान को खोजिबाकू, तांक कथा शुणिबाकू, जानिबाकू एवं तांकरी काम करिबाकू। जेते जेते काम मते मिलिची तो तांकरी काम बोली भाबिकिर करिबाकू। मु किंतु मो काम बोली भाबिकी से गुड़ाक करुची, फलरे ए शरणागति हो नाही। एवं थरे तांकु मालिक की मुरबी कली काम कले आउ कौनसी पाप बोध रहिबनी बा कर्म फल रहिबनी। कर्म फल ही प्रकृत रे कष्ट दउची, प्रारब्ध आकार रे, संचित आकार रे। यदि से कर्म फलटा न रहिबो एते कष्ट हबनी। कारण दृश्यतः ही सरल और सहज बाणी एपरी असीम अर्थ गौरव नित्यपूर्ण जे ताहा केवल मात्र एक प्रकार आभ्यंतरीण सदा प्रसार मान अनुभूति द्वारा ही सुस्पष्ट हो पारे। अर्थ या बुझे से कहले ये दुईटी श्लोक को कहीं बुझे पारे ना, तार भाष्य करी हब ना। अनुभवर कथा कौन ना, तुमे मोर शरण निय, मते श्रद्धा कर, मते तमे भक्ति कर एवं मु तमर सबु दायित्व नेबी। आ गोटे कथा होची मोर तमे सबु मते ही सबु पाप मु तमर दूर कर देबी जदि तुमे सबु छाड़ी केवल मो पाखरे शरण बस। अनुभूति यह वाक्य गुड़िक उच्चारित भाव आम अनुभव कर शिष्यर अंतरात्मा को एपर्यंत प्रस्तुत कराइला। यही हूँ श्रेष्ठ वाक्य। अवशिष्ट जहाँ किसी कथित होता ताहा केवल साधनार उद्बुद्ध करने और सामर्थ्य संचार करने तात्विक शिक्षा स्वरूप थिला। ईश्वरंकर से गुह्य अपेक्षा गुह्य सर्वोच्च एवं सर्वापेक्षा प्रत्यक्ष बाणीटी यही मोठारे तुमर मन सन्निविष्ट कर, मोर भक्त, मोर उपासक हुओ, मो उद्देश्य रे सकल उत्सर्ग कर, मोते नमस्कार कर, तुमे मो निकट को आसीब, तुम निकट रे मोर ये प्रतिज्ञा और प्रतिश्रुति, कारण तुमे मोर प्रिय। ये श्लोकर अर्थ जो श्लोक आम पढ़िले तारी अर्थ होची जे यही होची श्रेष्ठ काम मनुष्य। अर्जुन होचंदी मनुष्य जातिर प्रतिनिधि। प्रत्येक मनुष्यर यही होची श्रेष्ठ काम। मोते नमस्कार, भगवान को नमस्कार करिबा। नमस्कार कण आम करनु कि से नमस्कार नुहे ओ कि नमस्कार आम तो एमती नमस्कार करुचु जे फटो उठा बोलिकी नमस्कार केते बागे नमस्कार कर सी नमस्कार नहीं, नमस्कार भितर आसब। आउ मोरे मु प्रतिज्ञा करुच्ची बोली भगवान कहते तुमे मोर प्रिय बोली कथा कर। सर्वधर्म परित्याग पूर्वक एकमात्र मोर शरणापन्न हुआ, मु तुमको सकल पाप अशुभर मुक्त करी। शोक कर ना। प्रकृत रे जीवन सेमिति अच्छी बड़ जंत्रणादायक अवस्था अच्छी। संकीर्णता जोगु, अहं जोगु
ବଡ଼ ବଡ଼ ବିଚିତ୍ର ଅବସ୍ଥାରେ ଅଛି। ସେଥିରୁ ମୁକ୍ତି ପାଇବାକୁ ଏଇ ହେଉଛି ବାଟ, ଭଗବାନଙ୍କ ଶରଣ, ଭଗବାନଙ୍କ ସହିତ ଯୋଗସୂତ୍ର, ଭଗବତ ଚିନ୍ତା, ଆଉ ଅନ୍ୟ ବାଟ ନାହିଁ। ଦେୟାର ଇଜ୍ ନୋ ଅଦର ୱେ ଆଉଟ୍ ବୋଲି କୁହାଗଲା। ଉପନିଷଦରେ କୁହାଗଲା ନାନ୍ୟ ପନ୍ଥା ବିଦ୍ୟତେ ଅୟନାୟ, ଆଉ ଅନ୍ୟ ପନ୍ଥା ନାହିଁ। ଦୁଃଖ ଦୂର କରିବାକୁ ନିଦ ବଟିକା ଖାଇଲେ ଦୁଃଖ ଦୂର ହେବନି, ବା ଆମେ ଏ ଭୌତିକ ବିଜ୍ଞାନ ଯାହା ଦେଇଛି ତାକୁ ବ୍ୟବହାର କରି ଆମେ ଟିକେ ଅଧଘଣ୍ଟାକରେ ଘଣ୍ଟାକରେ ରୋଷେଇ ସାରିଦେଇ ଆରାମ କଲେ ଜୀବନଟା ଧନ୍ୟ ହବ। କାହିଁକି ନା ଆଗେ କଷ୍ଟ ପାଉଥିଲେ, ରୋଷେଇ କରୁ କରୁ ଦିନ 2ଟା ବାଜି ଯାଉଥିଲା। ତା ଅର୍ଥ ନୁହେଁ ଯେ ସେ ଦିନ 2ଟା ବାଜୁ, ଏକଥା ପଡ଼ିନାହିଁ। କଥା ହେଉଛି ପ୍ରକୃତରେ ଅସଲ ଯେଉଁ ସାମର୍ଥ୍ୟ ଆନନ୍ଦ, ସେ ଆନନ୍ଦ ତାଙ୍କ ସହିତ ଯୋଡ଼ି ନହେଲା ପର୍ଯ୍ୟନ୍ତ ଆସିବନି। ଅହଂ ଯେତେ ଦିନ ପର୍ଯ୍ୟନ୍ତ ପରିଚାଳନା କରୁଥିବ, ସେତେ ଦିନ ପର୍ଯ୍ୟନ୍ତ ଆମ ତାରି ବାଟ ଦେଇ ଦୁଃଖ ଗୁଡ଼ାକ ଆସୁଥିବ, ଆମେ ଜାଣିପାରୁନଥିବା। ଶକୁନି ଯେତେ ଦିନ ପର୍ଯ୍ୟନ୍ତ କୌରବଙ୍କୁ ପରିଚାଳନା କରୁଥିଲା, ସେଇ ଶକୁନି ବାଟ ଦେଇ ଆସୁଥିଲା କି ନାହିଁ ଦୁଃଖ ଗୁଡ଼ାକ? ଭଣଜା ଏମିତି ଡେଇଁ ପଡ଼, ଡେଇଁଲେ ଭଣଜା। ସେଇ ମାମୁଙ୍କ ନିର୍ଦ୍ଦେଶରେ ହିଁ ଦୁଃଖ ଗୁଡ଼ିକ ଆସୁଛି। ତେଣୁ ଭଗବାନଙ୍କ ସହିତ ଯୋଡ଼ି ହେଇ ରହିବା, ଏ ହେଉଛି ଜୀବନର ଲକ୍ଷ୍ୟ। ଯିଏ ଯେତିକି ଯୋଡ଼ି ହେଇ ପାରିଲା, ତା ଜୀବନ ସେତିକି ସାର୍ଥକ ବୋଲିକି କୁହାଗଲା। ବିଭିନ୍ନ ମାର୍ଗ ଅଛି ତ ଯୋଡ଼ି ହେବା ପାଇଁ, ଆମେ ଆଲୋଚନା କରିଥିଲେ। କିଏ ଧ୍ୟାନ ମାର୍ଗରେ ହେଉଛି, କିଏ ପଢ଼ିବାରେ ହେଉଛି, କିଏ ପ୍ରାର୍ଥନାରେ ହେଉଛି, କିଏ ନାମ ଜପରେ ହେଉଛି। ବିଭିନ୍ନ ମାର୍ଗରେ ଯୋଡ଼ି ହେବାର ବ୍ୟବସ୍ଥା ଅଛି, ଯାହାକୁ ଯେଉଁଟା ସୁବିଧା, ଯାହାର ସ୍ୱଭାବ ଅନୁସାରେ ଯେଉଁଟା ଯାହାକୁ ଉଚିତ ମାନେ ହେବ, ସେ ସେଇ ବାଟରେ ଯୋଡ଼ି ହେଇପାରିବ। ଏପରିକି କାମ ତାଙ୍କର, ଧନ ତାଙ୍କର, ଏସବୁ ବ୍ୟବସ୍ଥା ତାଙ୍କର। ଏଠି ସହଜ ନୁହେଁ ତାଙ୍କର, ମୁଁ ବ୍ୟବହାର କରୁଛି ମାତ୍ର। ଏଇ ଭାବ ରଖି ବସ୍ତୁର ବ୍ୟବହାର ହେଉ, ବା ମଣିଷମାନଙ୍କ ସହିତ ଚଳିବା ହେଉ, ବା ନିଜର ପରିବେଶକୁ ବିଶ୍ଳେଷଣ କରିବା ହେଉ, ହେଲେ ଦୁଃଖ, ଯନ୍ତ୍ରଣା, ସମସ୍ୟା କେତେକାଂଶରେ କମିଯିବ। ଅନ୍ୟ କୌଣସି ବାଟ ନାହିଁ। ବିଜ୍ଞାନ ଦ୍ୱାରା ନୁହେଁ, ଆଉ କାହାର ଉପଦେଶ ଦ୍ୱାରା ନୁହେଁ, ଆଉ କାହାର ସମବେଦନା ଦ୍ୱାରା ନୁହେଁ। ଏଥିରେ ଦୁଃଖ କମିବନି। କିଏ ଆହା କରିଦେଲେ ଦୁଃଖ କମିବନି। ସେ ଆହାରେ ଦୁଃଖ ହୁଏତ ବଢ଼ିବ ସିନା, କମିବନି। ଭଗବାନଙ୍କର ଯୋଗସୂତ୍ର ରଖିଲେ ଭଗବାନଙ୍କ ସହିତ, ସିଏ ଦମ୍ଭ ଦେବେ ଭିତରୁ, ସିଏ ଶାନ୍ତି ଦେବେ ଭିତରୁ, ସିଏ ଶୀତଳତା ଦେବେ ଭିତରୁ, ସିଏ ଆନନ୍ଦ ଦେବେ ଭିତରୁ, ସିଏ ମନକୁ, ଦେହକୁ, ପ୍ରାଣକୁ ଟାଣ କରିବେ। ତେଣୁ ତାଙ୍କରି ଜୟ ହେଉ। ଓମ୍ ନମୋ ଭଗବତେ ଶ୍ରୀ ଅରବିନ୍ଦାୟ। ଓମ୍ ଆନନ୍ଦମୟୀ ଚୈତନ୍ୟମୟୀ ସତ୍ୟମୟୀ ପରମେ।